ନମସ୍କାର। ଆସନ୍ତୁ ଆଜି ଅକାଟ୍ୟ ବଚନ ଯୀଶୁଙ୍କର ବାଣୀ ଶୁଣିବା। ଯେଉଁ ବାକ୍ୟ ଶୁଣିଲେ ଆମମାନଙ୍କର ଜୀବନ ପରିବର୍ତ୍ତନ ହୁଏ। ଆମେ ଅନେକ ଆଶା ଖୁସିକୁ ପାଇଥାଉ। ଆମମାନଙ୍କର ଦୁର୍ବଳତା ସବୁ ନଷ୍ଟ ହୋଇଯାଇଥାଏ। ସେ ଜୀବନ୍ତ ବାକ୍ୟ ଆଜି ଆମେ ପଢ଼ିବା ଆଉ ଶୁଣିବା। ଆଜି ଖ୍ରୀଷ୍ଟ ସମାଜରେ ଦ୍ରାକ୍ଷାରସକୁ ଯୀଶୁଙ୍କ ରକ୍ତ ବୋଲି ପାନ କରନ୍ତି। କ'ଣ ପାଇଁ? ବାଇବେଲରେ ଯୀଶୁ କ'ଣ କହିଛନ୍ତି? ମୋର ରକ୍ତ ହେଉଛି ପ୍ରକୃତ ପେୟ, ଯିଏ ପାନ କରିବ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ, ପରିତ୍ରାଣ ପାଇବ, ମୁକ୍ତି ପାଇବ। ଏ କଥା ଯେତେବେଳେ ଲୋକମାନେ ଶୁଣିଲେ ସେମାନେ ବହୁତ ରାଗି ଯାଇଥିଲେ, କ୍ରୋଧ କଲେ, ଆଉ ଯୀଶୁଙ୍କୁ ପରିତ୍ୟାଗ ମଧ୍ୟ କରିଦେଇଥିଲେ। ତ ଯେହେତୁ ମନୁଷ୍ୟର ବିଚାରଧାରା, ମନୁଷ୍ୟର ରାସ୍ତା ଆଉ ଈଶ୍ୱରଙ୍କ ରାସ୍ତା ସମ୍ପୂର୍ଣ୍ଣ ଅଲଗା, ସେଥିପାଇଁ ଏ ପ୍ରକାର ବିଷୟ ହେବା ସୁନିଶ୍ଚିତ। ଆଜି ଯଦି ମୁଁ କହିବି ଯୀଶୁଙ୍କୁ ଅନେକ ଲୋକ ଥଟ୍ଟା ପରିହାସ କରୁଛନ୍ତି, ଏଇଟା ସ୍ୱାଭାବିକ ସ୍ତରରେ ହେଉଛି। ଏଇଟା କରିବା ପାଇଁ ବାଧ୍ୟ ଲୋକମାନେ। କାହିଁକି? ଯେହେତୁ ଆମେ ଈଶ୍ୱରଙ୍କୁ ଦେଖିନାହୁଁ, ଜାଣୁନାହୁଁ, ସେଥିପାଇଁ ଈଶ୍ୱର ଯେଉଁ କଥା କହୁଛନ୍ତି ତାକୁ ଆମେ ନିଶ୍ଚିତ ଭାବେ ଖାମଖିଆଲ କରିବା, ଆଉ ଆମ ଆଗରେ ତାହା ବୋକାମି ପରି ଲାଗେ, ତୁଚ୍ଛ ଲାଗେ, ନଗଣ୍ୟ ପରି ଲାଗେ। ସେଥିପାଇଁ ଯୀଶୁଙ୍କୁ ଥଟ୍ଟା କରିବା ସ୍ୱାଭାବିକ। କିନ୍ତୁ ଯେତେବେଳେ ଆମେ ସତ୍ୟ ଜାଣିବା, ତାର ମୂଲ୍ୟକୁ ଆମେ ପାଇପାରିବା, ତାର କାର୍ଯ୍ୟକୁ ଆମେ ଦେଖିପାରିବା। ତ ଆସନ୍ତୁ ଆଜି ଅକାଟ୍ୟ ବଚନରେ ଯୀଶୁଙ୍କର ଗୋଟେ ବାଣୀ ମୁଁ ପଢ଼ିବି, ବାକ୍ୟ ପଢ଼ିବି। ଆରମ୍ଭ କରିବା। ମୁଁ ପଢ଼ୁଛି ଲୁକ ପୁସ୍ତକ 22 ପର୍ବ ତାର 20 ପଦ। ଭଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋର ରକ୍ତରେ ସ୍ଥାପିତ ନୂତନ ନିୟମ। ଆଜି ଖ୍ରୀଷ୍ଟିଆନ ସମାଜରେ ଦ୍ରାକ୍ଷାରସ ପାନ କରନ୍ତି ଯୀଶୁଙ୍କ ରକ୍ତ ଭାବରେ। ଯୀଶୁ ତାଙ୍କର ମୃତ୍ୟୁର ପୂର୍ବ ଦିନ ଗୋଟେ ପାନପାତ୍ର ଘେନିଲେ, କହିଲେ, ଏହା ହେଉଛି ମୋ ରକ୍ତ, ଯେଉଁ ରକ୍ତରେ ନୂତନ ନିୟମ ସ୍ଥାପିତ ଅଛି। ତ ଏହାର ଏଇ ବାକ୍ୟ ଯୀଶୁ କାହିଁକି କହିଲେ? ତ ଆସନ୍ତୁ ଯୀଶୁଙ୍କ ରକ୍ତ ବିଷୟରେ ଆମେ ଜାଣିବା, ତେବେ ଜାଣିପାରିବା এই ବାକ୍ୟର ମହତ୍ଵ କ'ଣ। ପୃଥିବୀରେ ଅନେକ ସମସ୍ୟା ଅଛି, ତାର ସମାଧାନ ରାସ୍ତା ମଧ୍ୟ ଅଛି। ଗୋଟିଏ ରୋଗ ଆସିଲା, ତାକୁ ଡକ୍ଟରମାନେ, ବୈଜ୍ଞାନିକମାନେ ତାର ସମାଧାନକୁ ଖୋଜି ଦେଇଛନ୍ତି। ସେଥିପାଇଁ ଯେତେବେଳେ ସେଇ ରୋଗ ଆସିଲା, ତାର ସମାଧାନ ରାସ୍ତାକୁ ଆସିଲେ ସେ ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ତରକୁ ଆସୁଛି। ଆମେ ଏ କଥା ଭଲ ଭାବରେ ଜାଣିବା। ଗୋଟେ ଲୁଗା ଯଦି ମଳି ହେଇଗଲା, ମଇଳା ଧରିଲା, ତେବେ ଆମେ ଡିଟରଜେଣ୍ଟ ପାଉଡର ନିକଟକୁ ଆଣିଲେ ତାର ସମାଧାନ ହେଇଯାଉଛି, ଆଉ ସେ ପୂର୍ବ ପରି ସ୍ୱାଭାବିକ ସ୍ତରକୁ ଫେରି ଆସୁଛି, ତାର ଉଜ୍ଜଳତା ପ୍ରକାଶ ପାଉଛି, ତାର ସମସ୍ୟାର ସମାଧାନ ହେଇଯାଉଛି। ଏମିତି ପୃଥିବୀରେ ଅନେକ ସମସ୍ୟା ଅଛି ଯାହାର ସମାଧାନ ମଧ୍ୟ ଅଛି। ତେବେ ପାପ ଯେଉଁ ସମସ୍ୟା, ପାପର ସମସ୍ୟାର ସମାଧାନ କିପରି ହେବ? ମନୁଷ୍ୟ ପାଖରେ କୌଣସି ରାସ୍ତା ନାହିଁ। ମୁଁ କାହିଁକି କହିଲି? ଗୋଟେ ଚୋର ଚୋରି କଲା, ଏବେ ସମାଧାନ କୋଉଠି ଅଛି? ଜେଲରେ ଅଛି, ବିଚାରକର୍ତ୍ତାଙ୍କ ପାଖରେ ଅଛି, ସେ ଯାହା କରିବେ। ଗୋଟେ ଲୋକଙ୍କ ପାଖରେ ଗୋଟେ ରୋଗ ହେଲା, ତାର ସମାଧାନ କୋଉଠି ଅଛି? ଡାକ୍ତରଙ୍କ ପାଖରେ ଅଛି, ଡାକ୍ତର ତାର ସମାଧାନ ଜାଣିଛନ୍ତି। ଯଦି ଜଣେ ଲୋକ ପାପ କଲା, ତାର ସମାଧାନ କେମିତି ହେବ? ମନୁଷ୍ୟ ପାଖରେ ତାର ସମାଧାନ ନାହିଁ। ହୁଏତ ସେ ପାପ ନ କରିବା ପାଇଁ ଚେଷ୍ଟା କରିପାରେ, କିନ୍ତୁ ତାର ପାପର ପ୍ରାୟଶ୍ଚିତ କେମିତି କରାହେବ ତା ପାଖରେ କିଛି ରାସ୍ତା ନାହିଁ। ବାଇବେଲ କ'ଣ କହୁଛି? ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ତାର ଅର୍ଥ କ'ଣ? ପାପର ପ୍ରାୟଶ୍ଚିତ କେବଳ ପବିତ୍ର ରକ୍ତ ଦ୍ୱାରା ହେବା ଦରକାର ଅଛି, ହେଲେ ଯାଇକି ସେ ପାପରୁ ସେ ମୁକ୍ତ ହେଇପାରିବ। ତ ଆମ ଭିତରେ ଯେଉଁ ରକ୍ତ ଅଛି,
ତାହା ଆମର ପବିତ୍ର ନାହିଁ, ଅପବିତ୍ର ରକ୍ତ। ଅପବିତ୍ର ରକ୍ତ ଦ୍ୱାରା ଆମେ କାହାର ପାପକୁ ମୋଚନ କରିପାରିବା ନାହିଁ ବା ପାପର ପ୍ରାୟଶ୍ଚିତ କରିପାରିବା ନାହିଁ। ସେଥିପାଇଁ ଈଶ୍ୱର କ'ଣ କଲେ, ଯେଉଁ ଜାଗାରେ ଯେଉଁ ଶରୀରରେ ପବିତ୍ର ରକ୍ତର ପ୍ରବାହିତ ହେବ, ସେଥିପାଇଁ ସେ ଗୋଟିଏ ପବିତ୍ର ଶରୀରକୁ ସୃଷ୍ଟି କଲେ, ଉତ୍ପନ୍ନ କଲେ ଆପଣା ବାକ୍ୟ ଦେଇକି। ସେହି ଶରୀର ହେଉଛନ୍ତି ଯୀଶୁଖ୍ରୀଷ୍ଟ। ତାଙ୍କ ଭିତରେ ପବିତ୍ର ରକ୍ତ ପ୍ରବାହିତ ଥିଲା, ଯେଉଁ ରକ୍ତ କି ଜଗତର ସମସ୍ତଙ୍କର ପାପକୁ ପ୍ରାୟଶ୍ଚିତ କରିପାରେ। ସେଥିପାଇଁ ଈଶ୍ୱର କ'ଣ କଲେ, ଜଗତର ସମସ୍ତ ଲୋକଙ୍କର ପାପର ପ୍ରାୟଶ୍ଚିତ କରିବା ପାଇଁ ଗୋଟେ ଶରୀର ପ୍ରସ୍ତୁତ କଲେ, ଯେଉଁ ଶରୀର ଭିତରେ ରକ୍ତ ଅଛି। ତ ଯୀଶୁ ଯେତେବେଳେ କୃଷାର୍ପିତ ହେଲେ, କାହା ପାଇଁ? ଜଗତର ସମସ୍ତଙ୍କ ପାଇଁ, ଜଗତ ପାଇଁ କୃଷାର୍ପିତ ହେଲେ। ବଳି ଯେତେବେଳେ ଜଗତରେ ଆମେ ଦେଖୁଛୁ, ଜିହୁଦୀମାନଙ୍କର ନିୟମରେ ମଧ୍ୟ ଆମେ ଯେତେବେଳେ ଦେଖୁଛୁ, ବ୍ୟବସ୍ଥାରେ ସେମାନେ ପାପ ପାଇଁ ବଳି ଦେଉଥିଲେ। ବଳି ମାନେ କ'ଣ? ଗୋଟେ ନିଷ୍ପାପ ପଶୁଠାରୁ ରକ୍ତ ବାହାର କରୁଥିଲେ, ଆଉ ତାର ପାପର ପ୍ରାୟଶ୍ଚିତ କରୁଥିଲେ, ସେମାନଙ୍କ ପାପର ପ୍ରାୟଶ୍ଚିତ କରୁଥିଲେ। ଯଦିଓ ଯୀଶୁଙ୍କୁ ବଳି ଦିଆଯାଇନି, କିନ୍ତୁ ଯୀଶୁଙ୍କ ଶରୀରରେ ଯେଉଁ ରକ୍ତ ଥିଲା, ତାଙ୍କର କୋରଡ଼ା ପ୍ରହାର ଦେବା ଦ୍ୱାରା, ତାଙ୍କର କଣ୍ଟା ମୁକୁଟ ଦ୍ୱାରା, ଆଉ ସେ କୃଷାର୍ପିତ ହେବା ଦ୍ୱାରା ତାଙ୍କର ଶରୀରରୁ ସମସ୍ତ ରକ୍ତ ସେ ପ୍ରବାହିତ କରିଛନ୍ତି, ବାହାରି ପଡ଼ିଲା। ତ ବାଇବେଲ କ'ଣ କହୁଛି? ସେଇ ରକ୍ତ ଦ୍ୱାରା ଆମର ପାପର ପ୍ରାୟଶ୍ଚିତ ହେଇସାରିଛି। ଆସନ୍ତୁ ଗୋଟେ ବାକ୍ୟ ପଢ଼ି ଆମେ ଶେଷ କରିବା। ମୁଁ ପଢ଼ୁଛି ରୋମିଓ ପୁସ୍ତକ, ତାର ରୋମିଓ ପୁସ୍ତକ 5 ପର୍ବ ତାର 9 ପଦ ମୁଁ ପଢ଼ୁଛି। ଅତଏବ ଏହା ଆହୁରି ସୁନିଶ୍ଚିତ ଯେ ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା। ଯୀଶୁଙ୍କ ରକ୍ତ ଆମକୁ ଧାର୍ମିକ କରିଅଛି। ଆମର ସକଳ ପାପର ପ୍ରାୟଶ୍ଚିତ ଯୀଶୁଙ୍କ ରକ୍ତ ଦ୍ୱାରା କରାଯାଇଛି। ସେଥିପାଇଁ ଈଶ୍ୱର ଆମକୁ ଧାର୍ମିକ ବୋଲି ଗଣନା କରୁଅଛନ୍ତି। ତ ଯୀଶୁଙ୍କ ରକ୍ତର ମୂଲ୍ୟ କ'ଣ? ଯୀଶୁଙ୍କ ରକ୍ତର ମହତ୍ଵ କ'ଣ? ଯୀଶୁଙ୍କ ରକ୍ତ ଦ୍ୱାରା ମୋର ସକଳ ପାପ କ୍ଷମା ହେଇସାରିଛି, ସକଳ ପାପର ପ୍ରାୟଶ୍ଚିତ କରାଯାଇ ସାରିଛି, ମୋର ସକଳ ପାପକୁ ଧୁଆଯାଇଛି। ଏହା ଯୀଶୁଙ୍କ ରକ୍ତର ମୂଲ୍ୟ। ବାଇବେଲରେ ଏମିତି ଲେଖା ଅଛି। ତେଣୁ ଯୀଶୁ ନିଜ ରକ୍ତକୁ ପାନ ପାତ୍ରକୁ ଦେଇକି କ'ଣ କହିଲେ? ଏହା ହେଉଛି ମୋର ରକ୍ତ, ଯେଉଁ ରକ୍ତରେ କି ନୂତନ ନିୟମ ସ୍ଥାପିତ ହେଇଛି। ତ ଯେତେବେଳେ ଆମେ ଯୀଶୁଙ୍କ ରକ୍ତକୁ ଦେଖୁଛୁ, ସେଠାରେ ଆମର ସକଳ ପାପ, ସକଳ ଅପରାଧ, ସମସ୍ତ ଅଧର୍ମ, ସକଳ ବିଷୟ କ'ଣ କରାଯାଇଛି? ପାପର ପ୍ରାୟଶ୍ଚିତ କରାଯାଇଛି। ତେଣୁ ଆମେ ପାପୀ ନୁହଁ, ଆମେ ହେଉଛୁ ଧାର୍ମିକ। ତ ବାଇବେଲ ଭିତରେ ଈଶ୍ୱର ଆମକୁ ଧାର୍ମିକ ବୋଲି ଗଣନା କରିଅଛନ୍ତି, ପବିତ୍ର ବୋଲି କହୁଅଛନ୍ତି। କ'ଣ ପାଇଁ? କେବଳ ଯୀଶୁଙ୍କ ରକ୍ତ ପାଇଁ। ଯେହେତୁ ଯୀଶୁ ଆମମାନଙ୍କର ପାପର ପ୍ରାୟଶ୍ଚିତ କରିସାରିଛନ୍ତି, ତାଙ୍କ ରକ୍ତ ଦ୍ୱାରା ଯେଉଁ ସମସ୍ୟାର ସମାଧାନ କରାଯାଇଛି, ସେଇଟା କେବେ ସମସ୍ୟା ବୋଲି ଗଣାଯିବ ନାହିଁ। ଯେଉଁ ପାପର ସମାଧାନ କରାଯାଇଛି, ତାକୁ କେବେ ପାପୀ ବୋଲି କୁହାଯାଇପାରିବ ନାହିଁ। ପରମେଶ୍ୱର ଆମମାନଙ୍କୁ ଧାର୍ମିକ ବୋଲି ଗଣନା କରିଅଛନ୍ତି। ଏହି ସତ୍ୟ ବାକ୍ୟକୁ ଆମେ ଯେପରି ହୃଦୟରେ ସୁସ୍ଥିର ଭାବେ ଗ୍ରହଣ କରିବା, ସ୍ଥାୟୀ ଭାବେ ଗ୍ରହଣ କରିବା, ସବୁଦିନ ପାଇଁ ଗ୍ରହଣ କରିବା, ସେଥିପାଇଁ ଯୀଶୁ ଏହି ବିଷୟକୁ ଦେଲେ, ତାଙ୍କ ରକ୍ତକୁ ଦେଇଛନ୍ତି। ଦ୍ରାକ୍ଷାରସ ମାଧ୍ୟମରେ ଆଜି ଆମେ ପାଳନ କରୁଛୁ। ଯେପରି ଆମେ ଯୀଶୁଙ୍କ ରକ୍ତକୁ ମନେ ପକାଇବୁ, ଯୀଶୁଙ୍କର ଧାର୍ମିକତାକୁ ମନେ ପକାଇବୁ, ସେଇ ରକ୍ତ ଦ୍ୱାରା ମୋର ସମସ୍ତ ପାପ ମାର୍ଜନା କରାଯାଇଛି ବୋଲି ଯେପରି ଆମେ ରଖିବୁ, ସେଥିପାଇଁ ଏହି ବିଷୟ ସବୁ ପରମେଶ୍ୱର ଆମମାନଙ୍କୁ ଦେଇଅଛନ୍ତି। ଧନ୍ୟବାଦ।